ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ସିଙ୍ଗାରପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଆମ୍ବପଡ଼ା ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ନବମ ବିଶ୍ୱଶାନ୍ତି ଶୈବ୍ୟ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀଙ୍କର ଉଦ୍ୟମ କ୍ରମେ ବିଶ୍ୱର କଲ୍ୟାଣ ନିମନ୍ତେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ତା 2-5-2024 ଗୁରୁବାର ବୈଶାଖ ଶୁକ୍ଳ ନବମୀ ଠାରୁ ତା 5-5-2024 ରବିବାର ବୈଶାଖ କୃଷ୍ଣ ଦ୍ୱାଦଶୀ ପର୍ଯ୍ୟନ୍ତ 3 ଦିନ ବ୍ୟାପୀ ଅନୁଷ୍ଠିତ ଏହି ବିଶ୍ୱଶାନ୍ତି ଶୈବ୍ୟ ମହାଯଜ୍ଞାନୁଷ୍ଠାନରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇ ପ୍ରଭୁଙ୍କର କୃପାଲାଭ କରିବା ସହ ଅନ୍ନପ୍ରସାଦ ସେବନ କରିଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ ତା 2-5-2024 ଗୁରୁବାର ବୈଶାଖ ଶୁକ୍ଳ ନବମୀ ସନ୍ଧ୍ୟା 7 ଘଟିକାରେ ଅଙ୍କୁରାରୋପଣ, ତା 3-5-2024 ଶୁକ୍ରବାର ବୈଶାଖ ଶୁକ୍ଳ ଦଶମୀ ମଙ୍ଗଳାଧିବାସ, କଳସ ଯାତ୍ରା, କଳସ ସ୍ଥାପନା, ତା 4-5-2024 ବୈଶାଖ କୃଷ୍ଣ ଏକାଦଶୀ ଦିନ ସୂର୍ଯ୍ୟ ପୂଜା ଓ ଯଜ୍ଞରେ ଆହୁତି ପ୍ରଦାନ କରାଯିବା ସହ ତା 5-5-2024 ରବିବାର ବୈଶାଖ କୃଷ୍ଣ ଦ୍ୱାଦଶୀ ସକାଳ 8 ଘଟିକାରେ ଶୈବ୍ୟ ଷୋଡ଼ଶ ଉପଚାର ପୂଜା, ସାମୂହିକ ପ୍ରସାଦ ସେବନ ଏବଂ ଅପରାହ୍ନରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇ ଯଜ୍ଞାନୁଷ୍ଠାନ ସମାପନ କରାଯାଇଥିଲା। ଯଜ୍ଞ ମଣ୍ଡପ ସମ୍ମୁଖରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୌରାଣିକ ନାଟକ ସୀତା ଚୋରି ଦର୍ଶକମାନେ ଉପଭୋଗ କରିଥିଲେ। ଗ୍ରାମରେ ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ପୂର୍ବତନ ସରପଞ୍ଚ ରବିନାରାୟଣ ସେଠୀ, ସଭାପତି ରାଜକିଶୋର ସେଠୀ, କାର୍ତ୍ତିକ ପ୍ରଧାନ, କେଦାର ନାୟକ, ଧୀରେଶ କୁମାର ସାହୁ ଏବଂ ସମସ୍ତ ଗ୍ରାମ ପରିଚାଳନା କମିଟିର ସଭ୍ୟଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ଧୂପ, ଦୀପ ଓ ଘୃତର ସୁଗନ୍ଧରେ ଗ୍ରାମ ପରିବେଶ ମହକି ଉଠିଥିବା ବେଳେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଯଜ୍ଞ ମଣ୍ଡପ ନିକଟ ବାଲୁଙ୍କେଶ୍ୱରଙ୍କ ପୀଠରେ ବିଭିନ୍ନ ଦୋକାନ ବଜାର ଲାଗିଥିବାରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଗହଳି ଚହଳି ଲାଗି ରହିଥିବାର ଦେଖିବାକୁ ମିଳିଥିଲା। ନୟାଗଡ଼ ଜିଲ୍ଲାରୁ ସ୍ପେଶାଲ ବ୍ୟୁରୋ ଚିଫ୍ ପ୍ରଦୀପ୍ତ କୁମାର ସାହୁଙ୍କ ସହ ସହଯୋଗୀ ଅମିତ କୁମାର ନାୟକଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।